ବିଜେଡିର ବ୍ଲକ ସ୍ତରୀୟ ମହିଳା ସମାବେଶ। ବିରୋଧୀ ଦଳନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ କୋଟପାଡ଼ ବ୍ଲକ ସଦରରେ ବିଜେଡି ପକ୍ଷରୁ ବ୍ଲକ ସ୍ତରୀୟ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଜନତା ପାର୍ଟି ସରକାର ସମୟରେ ମହିଳାମାନଙ୍କ ପ୍ରତି ଅନ୍ୟାୟ ଓ ଅତ୍ୟାଚାର ବଢ଼ୁଥିବା ସହ ସଂସଦ ଓ ବିଧାନସଭାରେ ମହିଳା ସଂରକ୍ଷଣ ଲାଗୁ କରାଯାଉନଥିବା ଅଭିଯୋଗ କରି ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଥିଲା। ଏହି ସମାବେଶରେ ଜିଲ୍ଲା ବିଜେଡି ମହିଳା ସଭାପତି ପାର୍ବତୀ ମସ୍ତି, ପୂର୍ବତନ ମନ୍ତ୍ରୀ ରବି ନନ୍ଦ, ରଘୁରାମ ପାଡାଲ, ପୂର୍ବତନ ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ଝିନ୍ନ ହିକ୍କାକା, ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ, କୋଟପାଡ଼ର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀଙ୍କ ସମେତ ବହୁ ବିଜେଡି ନେତୃତ୍ୱ ଯୋଗ ଦେଇଥିଲେ। ସେହିପରି ବ୍ଲକ ଅଧ୍ୟକ୍ଷା କମଳା ଭତ୍ରା, ପ୍ରଶାନ୍ତ ମହାନ୍ତି, ଅଜିତ ପଟ୍ଟନାୟକ, ଏମ୍ଡି ସଲିମ, ଶିବ ପଟ୍ଟନାୟକଙ୍କ ସହ ବହୁ ସଂଖ୍ୟକ ସ୍ଥାନୀୟ ବିଜେଡି କର୍ମୀ ଓ ମହିଳା ସମର୍ଥକମାନେ ଉପସ୍ଥିତ ଥିଲେ। କୋରାପୁଟରୁ ମଦନ ମୋହନ ସାହୁଙ୍କ ରିପୋର୍ଟ, କେବିକେ ଦର୍ପଣ।